ଗୁରୁ ଆପଣ ଯେମିତି କହିଲେ କି ସମସ୍ତଙ୍କୁ ଆମେ ମାନିବୁ, ତ ମୋ ମତରେ ବି ସେମିତିକା ଜୀବନରେ ଯେଉଁମାନେ ବି ଆସୁଛନ୍ତି କିମ୍ବା ପାରିପାର୍ଶ୍ୱିକରେ ଭଲ ଗୁଣ ଥିବା ବା ଭଲ ଗୁଣବାନ ଲୋକଙ୍କର ପ୍ରତିଭାକୁ ନେଇକି କିମ୍ବା ତାଙ୍କ ପ୍ରତି ଅନୁପ୍ରାଣିତ ହେଇକି ଯୋଉମାନେ ବି ଅଛନ୍ତି ସେମାନଙ୍କୁ ଗୁରୁ ରୂପରେ ଗ୍ରହଣ କରିବା ଉଚିତ। ଆଉ ଖାଲି ଯେ ବଡ ମାନଙ୍କୁ ଆମେ ଗୁରୁ ଗ୍ରହଣ କରିବା, ସାନ ମାନଙ୍କୁ ବି ଗୁରୁ ରୂପରେ ବି ଗ୍ରହଣ କରିପାରିବା। ଏଇଟା ଏଇ ମଞ୍ଚ ମାଧ୍ୟମରେ ମୁଁ ଜାଣିବାକୁ ପାଇଲି। ଆଉ ସମସ୍ତେ ସମସ୍ତଙ୍କୁ ଆଶୀର୍ବାଦ କିମ୍ବା ଭଲ ଫଳ ପ୍ରଦାନ କରିବାରେ ବି ସହାୟତା ଅଛି ବୋଲି ଏଇ ମଞ୍ଚ ମାଧ୍ୟମରେ ଜାଣିଥିବାରୁ ମୁଁ ନିଜକୁ ବହୁତ ଧନ୍ୟ ମନେ କରେ। ଆଉ ବିଶେଷ କରି ये ଜାଗାରେ 180 ପରେ ପ୍ରାୟତଃ ଆମେ ଜାଣିଲୁ ଯେ ନାଇଁ ଆମ ପୂର୍ବରୁ ବି ଯୋଉମାନେ ଅଛନ୍ତି ତାଙ୍କୁ ବି ମନେ ପକେଇ ଏଠି ଆମେ ଧନ୍ୟବାଦ ଦେଇପାରୁଛୁ। ଆଉ ତାଙ୍କୁ ଅ, ମାନେ ସମ୍ମୁଖରେ ଯେମିତି ତାଙ୍କର ପ୍ରତିଛବି ପ୍ରତିଫଳନ ହଉଛି ସେମିତିକା ବି ଆମେ ଫିଲ୍ କରିପାରୁଛୁ। ଆଉ ଗୁରୁଙ୍କୁ ଯେ ପ୍ରତିଟି ମୁହୂର୍ତ୍ତରେ ଆମେ ମାନେ ତାଙ୍କୁ ମନେ ପକେଇ ପାରୁଛୁ ଏଇ ମଞ୍ଚ ମାଧ୍ୟମରେ। ତେଣୁ ଏଭଳିଆ ପ୍ଲାଟଫର୍ମ ଆମେ ଜୀବନରେ ଆଉ କୌଣସି ଜାଗାରେ ପାଇବୁ ନାହିଁ। ତେଣୁ ବିଶେଷ କରି ମୁଁ ବହୁତ ଧନ୍ୟବାଦ ଦେବି ଆପଣଙ୍କର ଯୋଉ ଅ, ଇଏ ସବୁ ପ୍ରୋଗ୍ରାମିଂ ବହୁତ ମାନେ ମନଲୋଭା ଆଉ ମନକୁ ମଧ୍ୟ ବହୁତ ପାଇଛି ଯେ ଆମେ ସମସ୍ତଙ୍କ ମାନେ ଏ ଜାଗାରେ ସମସ୍ତଙ୍କୁ ମନେ ପକେଇ ପାରୁଛୁ ଆଉ ଭଲ ହିଁ ହବାକୁ ଚେଷ୍ଟା କରୁଛୁ ଆଉ ଭଲ ବି ହେଇପାରୁଛୁ। ଯେମିତି ଇଏ ଫିଲ୍ଟର ଲାଗିଛି ଯେ ଫିଲ୍ଟର ହିସାବରେ ଆମେ ଛାଣି ହେଇଯାଉଛୁ ଆଉ ଭଲ ମଣିଷ ହଉଛୁ। ତେଣୁ ବହୁତ ବହୁତ ଧନ୍ୟବାଦ ଦେବି ଆପଣଙ୍କୁ। ଏଭଳିଆ ପ୍ରୋଗ୍ରାମ ସବୁବେଳେ ଚାଲୁଥାଉ ଆଉ ଜୀବନ ଥିଲା ପର୍ଯ୍ୟନ୍ତ ଏମିତିକା ଗୁରୁ ସମସ୍ତଙ୍କୁ ମିଳୁଥାଉ। ଏତିକି କହିବି। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ଶ୍ରୀ ସାର୍। ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଏମିତି ଉନ୍ନତି କରି ଚାଲୁଥାନ୍ତୁ। ତ ବହୁତ ବହୁତ ଧନ୍ୟବାଦ ସାର୍। ତ ବର୍ତ୍ତମାନ ଆମେ ଜୟନ୍ତୀ ମ୍ୟାଡମଙ୍କ ପାଖକୁ ଯିବା, ତାଙ୍କର ନାଁ ଆସିଲାଣି। ଗୋଟେ ମିନିଟ୍। गुरुजी प्रणाम। प्रणाम मैडम। जय जगन्नाथ। गुरुजी ମୁଁ ଆପଣଙ୍କ ପରାମର୍ଶରେ ମୋର ସ୍ୱାସ୍ଥ୍ୟକୁ ପୁରା ମାନେ ଠିକ ଠାକ ରଖି ପାରୁଛି। ମୋର ପରିବାରକୁ ଠିକ ଠାକ ଗୋଟେ ସୂତାରେ ବାନ୍ଧିକି ରଖି ପାରୁଛି। ଆଉ ମାନେ ଆପଣଙ୍କ କଥା ମାନିକି ଆମେ ଚଳୁଛୁ, ଯାହାକି ଆମ ଲାଇଫରେ ଖୁସି ବହୁତ ଆସୁଛି। ଆଉ ଡେ ଟୁ ଡେ ଲାଇଫରେ ଆପଣଙ୍କର କଥା ମନେ ପକେଇକି ଆମର କିଛି ଭୁଲ ହେଲେ ଆମେ ସଂଶୋଧନ କରିକି ରହିପାରୁଛୁ। ଆଉ ବହୁତ କିଛି ଆପଣଙ୍କ ଯୋଉ ମାର୍ଗଦର୍ଶନ ଦେଖେଇଛନ୍ତି ସେଥିରେ ଆମର ମାନେ ମନି ମନି ମାଧ୍ୟମରେ ହଉ କି ସ୍ୱାସ୍ଥ୍ୟ ମାଧ୍ୟମରେ ହଉ, ଆଉ ହେଲ୍ଥ ହେଲା, ସବୁ କିଛି ଆମେ ବାଲାନ୍ସ କରିକି ଚଳି ପାରୁଛୁ। ଆଉ ପରିବାର ଖୁସିରେ ରହୁଛୁ, ଶାନ୍ତିରେ ରହୁଛୁ। ଟିକେ ଅଧେ ଭୁଲ ରହିଲେ ବି ମାନେ ଡିସକସ କରିକି ଆଉ ଥରେ ସୁଧାର ଆଣିପାରୁଛୁ। ବହୁତ ତ ବଢିଆ। ଆପଣଙ୍କର ମାନେ ପ୍ରତ୍ୟେକ କଥା ମୋର ମନେ ପଡେ। ଆଉ ପ୍ରତ୍ୟେକ କଥା କିଛି ଭୁଲ ହଉଥିଲେ ବି ମୁଁ ସେଇଟାକୁ ମାନେ ବିଚାରକୁ ଆଣିକି ସଂଶୋଧନ କରିଦିଏ। ଆଉ ଆପଣ ତ ମୋ ଲାଇଫରେ ମାନେ ବହୁତ ବଡ ପରିବର୍ତ୍ତନ ଆଣିଛନ୍ତି। ଆଉ ଯିଏ କି ମାନେ ପ୍ରତ୍ୟେକ ଦିନ ମରିଯିବ ବୋଲିକି ଏମିତି ମାନେ ଡିସାଇଡ ନଉଥିଲା, ମାନେ ମରିଯିବି ମୋର କଣ ହେଇଗଲା ସବୁବେଳେ ମାନେ ଓଭର ଥିଙ୍କିଙ୍ଗ ଆସୁଥିଲା। ତ ଆପଣଙ୍କ ଦ୍ଵାରା ସେ ସବୁ ଭୟ ଚାଲି ଯାଇଛି। ଆଉ ସମ୍ପର୍କରେ ସୁଧାର ଆସିଛି। ଆଉ ଯେତେ ସବୁ ମାନେ ସମସ୍ୟା ହେଲ୍ଥ ର ଥିଲା ସବୁ କିଛି ଏବେ ପୁରା ବାଲାନ୍ସ ରେ ଅଛି ସାର୍। ଆଉ ପରିବାର ସାରା ଖୁସିରେ ଅଛୁ। ଆଉ ସବୁବେଳେ ଏମିତି ଜଡିତ ରହିବା ପାଇଁ ଚାହୁଁଛୁ। ବହୁତ ବଢିଆ ମ୍ୟାଡାମ। ବହୁତ ବଢିଆ ଜାଣିକି ବହୁତ ଖୁସି ଲାଗିଲା ଯେ ଆପଣ ଫଲୋ କରୁଛନ୍ତି, ସୁସ୍ଥ ଅଛନ୍ତି। ଆଉ ମନରୁ ସେ ସବୁ ଡର, ସେ ସବୁ ନେଗେଟିଭ ଥଟ୍ ଟା ଆପଣଙ୍କର ଦୂରେଇ ଯାଇଛି। ବହୁତ ଖୁସି ଲାଗିଲା।
ସାର୍ଙ୍କୁ ମଧ୍ୟ ପବିତ୍ର ଗୁରୁ ଦିବସର ଅନେକ ଅନେକ ଅଭିନନ୍ଦନ। ଆମର ମହନ୍ତ ସାର୍ ମଧ୍ୟ ଶିକ୍ଷକ ଅଛନ୍ତି। ବହୁତ ବହୁତ ଧନ୍ୟବାଦ ସାର୍। ଆପଣ ମଧ୍ୟ ସକାଳେ ସକାଳେ ଉଠିକି 5ଟା ବେଳକୁ ପଳେଇ ଆସିଛନ୍ତି, ସେଇଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପୁରା ସମସ୍ତ ପରିବାରକୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ୟେସ୍, ଗୋବର୍ଦ୍ଧନ ସାର୍ କିଛି କହିବେ ନା ଦେଇଥିଲେ? ଆଚ୍ଛା, ନମସ୍କାର। ନମସ୍କାର ସାର୍, ଜୟ ଜଗନ୍ନାଥ। ସାର୍ ମୁଁ କହିବି ଏତିକି ଯେ ଯିଏ ଗୁରୁ ତ ସାର୍ ବହୁତ ଅଛନ୍ତି, କିନ୍ତୁ ଯାହା କଥା ଆମେ ମାନିକିରି କିଛି କାମ ଉନ୍ନତି କରିପାରିବା ସେ ହିଁ ପ୍ରକୃତ ଗୁରୁ। ନହେଲେ ଗୁରୁ ସାର୍ ବହୁତ ହଜାର ଘଣ୍ଟା ଗୁରୁ ଅଛନ୍ତି, ଇଏ କହିବ ମୁଁ ଗୁରୁ, ସିଏ କହିବ ମୁଁ ଗୁରୁ, ସମସ୍ତେ ଗୁରୁ। କିନ୍ତୁ ପ୍ରକୃତରେ ଆମେ ଯାହା କଥା ମାନିବା, ଯାହା କଥାକୁ ମାନିକି ଆମେ କର୍ମରେ ଲଗେଇ ପାରିବା କି ଭଲ ମଣିଷ ହେଇପାରିବା, ସେ ହିଁ ପ୍ରକୃତ ଗୁରୁ। ବହୁତ ବଢିଆ ସାର୍, ବହୁତ ବଢିଆ, ବହୁତ ବହୁତ ଧନ୍ୟବାଦ। ଦେଖନ୍ତୁ ସାର୍, ଆମେ ବହୁତ ମୋବାଇଲରେ ବହୁତ କିଛି ଦେଖୁ, ଆଉ ତାପରେ ଯେମିତି ମ୍ୟାଡାମ ଆମର ଆପଣଙ୍କ ଆଡଭାର୍ଟାଇଜ ଦେଖିକିରି ଆମେ ଆପଣଙ୍କ ସେ 7C କୁ ବସିକି ଆମେ ବହୁତ ଆପଣଙ୍କ କଥା ମାନିକିରି ଆମେ ବହୁତ 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 ବେନିଫିଟ ପାଇଛୁ। ତାର ଆପଣଙ୍କ କଥା ଆମେ ମାନେ ଅକ୍ଷର ଅକ୍ଷରେ ମାନୁଛୁ, ତେଣୁକରି ଏଇ ସବୁ ସୁବିଧା ଆମେ ପାଇଛୁ କି ଏଇ ସବୁ ଭଲ ହେଇ ଦେହ ଭଲ ହେଇଛି, କି ମନିରେ କୁହନ୍ତୁ, ମନିରେ ବହୁତ ଭଲ ଉନ୍ନତି କରିଛୁ। ଆମେ ଭାବୁଛୁ ଆପଣଙ୍କ ସହିତ ଆମେ ଅଛୁ, ଆଉ ସାରା ଜୀବନ ବି ରହିବୁ ଆପଣଙ୍କ ସହିତ ଆଉ। ମୁଁ ବ- କିଛି କହିଲି, ମୁଁ ଏଥିରେ ମୋ ବକ୍ତବ୍ୟ ଶେଷ କରୁଛି। ବହୁତ ବହୁତ ଧନ୍ୟବାଦ ସାର୍, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍ ଗୋବର୍ଦ୍ଧନ ସାର୍, ଆପଣଙ୍କର ବହୁମୂଲ୍ୟ ଜିନିଷ। ଛୋଟରେ ଆପଣ ବହୁତ ବଡ କଥା କହିଲେ ଯେ ଆପଣ ସାରା ଜୀବନ ମାନିବେ, କନେକ୍ଟେଡ ହେଇକି ରହିବେ। ଏଇ ଜିନିଷଟା ଅନେକ ଲୋକ ମିଷ୍ଟେକ୍ କରନ୍ତି, ବହୁତ କିଛି ଶିଖି ଯାଆନ୍ତି କିନ୍ତୁ ଯେତେବେଳେ କନେକ୍ଟେଡ ହେଇକି ରୁହନ୍ତି ଲଙ୍ଗ ଟର୍ମ ବେସରେ ସେଇଟା ମେଣ୍ଟେନ କରିପାରନ୍ତିନି। ଆପଣ ମାନେ ଯାହା ହଉ ଯେବେଠୁ ଶିଖିଲେଣି ଆପଣ ମାନେ ବର୍ଷେ ପାଖାପାଖି ହବ, ଆଉ କିଛି ଦିନ ଗଲେ ଆପଣ ମାନେ ମାନିକି ଅଛନ୍ତି ଆଉ ମେଣ୍ଟେନ କରୁଛନ୍ତି, ସେଇଟା ହଉଛି ସବୁଠୁ ବଡ ଜିନିଷ। ଓକେ, ତ ବହୁତ ବହୁତ ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ। ତ ଏବେ ଚାଲନ୍ତୁ ଯିବା ଆମର ନିକୁଞ୍ଜ ସାରଙ୍କ ପାଖକୁ, ତାପରେ ପଦ୍ମିନୀ ମ୍ୟାଡମ। ୟେସ୍, ନିକୁଞ୍ଜ ସାର୍। गुरुजी प्रणाम। ପ୍ରଣାମ ସାର୍, ଜୟ ଜଗନ୍ନାଥ। ଯାହା ବହୁତ ହଉ ଆଜି ସୁଯୋଗ ମିଳିଛି ଗୁରୁजी, ମୁଁ ଆପଣଙ୍କୁ ଦର୍ଶନ କରିପାରିଲି, ତେଣୁ ପାଇଁ ଅନେକ ଅନେକ ଧନ୍ୟବାଦ। ଆମ 7C ପରିବାର, 180C ପରିବାର ସମସ୍ତଙ୍କୁ ମୋ ତରଫରୁ ଅଭିନନ୍ଦନ, ଶୁଭେଚ୍ଛା। ସମସ୍ତଙ୍କର ଆଶୀର୍ବାଦ ଥିବାରୁ ସମସ୍ତଙ୍କ ଉପରେ ଆମେ ସମସ୍ତେ ଏକାଠି ହେଇପାରିଛୁ। ଆଉ ଗୁରୁଜି ଅନେକ ଅନେକ ଧନ୍ୟବାଦ, ମତେ ପରିବର୍ତ୍ତନ କରିଦେଇଛନ୍ତି ଗୁରୁଜି, ମୁଁ ଭଲ ମଣିଷ ହେଇଯାଇଛି। ଆଉ ଆପଣଙ୍କ କୃପାରୁ ମୁଁ ବହୁତ କିଛି ଖେଳି ପାଉଛି, ଦିନକୁ ଦିନ ମୋର ପରିବର୍ତ୍ତନ ହବାରେ ଲାଗିଛି। ବହୁତ ଭଲରେ ମୁଁ ରହୁଛି। ପ୍ରକୃତରେ ଗୁରୁ ହଉଛନ୍ତି ଗୋଟେ ସମୁଦ୍ର ଭିତରେ ଯେମିତି ଗୋଟେ ଜାହାଜ ଚାଲୁଛି, ସେ ଜାହାଜରେ ଯେମିତି ରାଡାର ନଥିଲେ ସେ ଜାହାଜର ମୂଲ୍ୟହୀନ, ସେମିତି ଗୁରୁ ହଉଛନ୍ତି ପ୍ରତ୍ୟେକ ଜୀବନରେ ସମସ୍ତଙ୍କର ଗୋଟେ ରାଡାର। ତେଣୁ ଯାହା ହଉ, ମୁଁ ଗୁରୁଜୀଙ୍କୁ ଅବିଶ୍ୱାସ କରିକି ଆସିଥିଲି, ଆଉ ମତେ ଆପଣ ପ୍ରମାଣ ଦେଖେଇଛନ୍ତି ସେଇ ଜାଗାରେ। ଆଉ ଗୁରୁ ସାକ୍ଷାତ ଜଗନ୍ନାଥ ସ୍ୱରୂପୀ ଗୋଲକ ବିହାରୀ ବିଷ୍ଣୁ ଅଚ୍ୟୁତ, ମୁଁ ଆପଣଙ୍କୁ ଅଚ୍ୟୁତ ରୂପରେ ପୂଜା କରୁଛି ଗୁରୁଜୀ। ମୁଁ ଆପଣଙ୍କ କଥା ମାନି ଚାଲିଛି। ପ୍ରତ୍ୟେକ ଦିନ ମୋର ଉଣା କିଛିଟା ହେଇପାରେ, କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ ଆପଣଙ୍କ ପାଖରେ। ଆଉ ମୁଁ ବହୁତ ଭଲରେ ଅଛି, ଅନ୍ୟମାନଙ୍କୁ ମୋ ତରଫରୁ ବ୍ଲେସିଂ କରୁଛି। ସମସ୍ତେ ଯୋଉମାନେ ଆଗାମୀ ଦିନରେ ଆସିବେ ବା ଆଜି ଯୋଉମାନେ ଅଛନ୍ତି ଆପଣଙ୍କ କଥା ମାନି ଯୋଉମାନେ ଚାଲିଛନ୍ତି, ସେମାନଙ୍କର ହଉ, ସମସ୍ତେ ଭଲ ରଖନ୍ତୁ, ସମସ୍ତଙ୍କୁ ଆପଣ ଆଶୀର୍ବାଦ କରନ୍ତୁ, ସମସ୍ତେ ଶାନ୍ତିରେ ରୁହନ୍ତୁ। କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ, ମାନସିକ କ୍ଷେତ୍ରରେ, ସବୁ କ୍ଷେତ୍ରରେ ସମସ୍ତଙ୍କର ଉନ୍ନତି ହଉ। ଗୁରୁଜୀ, ମୁଁ ଏତିକି ଆପଣଙ୍କ ପାଦ ପଦ୍ମରେ ଶରଣ ପଶୁଛି, ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ ଜଣାଉଛି। ସମସ୍ତଙ୍କର ମଙ୍ଗଳ ପାଇଁ ଏମିତି ଗୁରୁ ମୁଁ ପାଇଛି, ଯୋଉ ଗୁରୁଙ୍କ ଜୀବନରେ ପରିବର୍ତ୍ତନ, ବହୁତ କିଛି ପରିବର୍ତ୍ତନ, ମତେ ଆପଣ ଗୁରୁ ବି କରିଦେଲେ। ଆପଣ ବି ମତେ ଗୁରୁ କରିଦେଇଛନ୍ତି, ତେଣୁ ଅନେକ ଅନେକ ଧନ୍ୟବାଦ। ଥ୍ୟାଙ୍କ ୟୁ ଗୁରୁଜୀ।
ହଁ, ବହୁତ ବହୁତ ଧନ୍ୟବାଦ ନିକୁଞ୍ଜ ସାର୍, ଆପଣ ମତେ ଭାବ ବିହ୍ୱଳ କରିଥିଲେ। ମାନେ କଣ କହିବି ମୁଁ ତ ଜାଣିପାରୁନି। କିନ୍ତୁ ଆପଣ ଯୋଉ ଭଳିଆ ସମର୍ପିତ ମନୋଭାବ ରଖି ଯାହା ସବୁ ସେବା ଯୋଗେଇ ଆସିଛନ୍ତି, ସେଥିପାଇଁ ମୁଁ ଆପଣଙ୍କ ପାଖରେ କୃତଜ୍ଞ। ଆଉ ଆପଣ ଉନ୍ନତି କରୁଛନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ଫଲୋ କରୁଛନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ଉନ୍ନତି କରୁଛନ୍ତି, ଜାଣିକି ବହୁତ ଖୁସି। ଆଗକୁ ଏମିତି ଆହୁରି ଉନ୍ନତି କରନ୍ତୁ, କାରଣ ବହୁତ କିଛି କରିବାର ଅଛି, ବହୁତ କିଛି କରିବାର ଅଛି, ବହୁତ କିଛି କରିବାର ଅଛି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ନିକୁଞ୍ଜ ସାର୍, ଆପଣଙ୍କର ବହୁମୂଲ୍ୟ ଅଭିଭାଷଣ ରଖିଥିବାରୁ। ବର୍ତ୍ତମାନ ଚାଲନ୍ତୁ ଯିବା ପଦ୍ମିନୀ ମ୍ୟାଡମଙ୍କ ପାଖକୁ। प्रणाम गुरुजी। जय जगन्नाथ। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। ओम अखंडमंडलाकारं व्याप्तं येन चराचरं तत्पदं दर्शितो जन्मत गुरवे नमः। ଆପଣଙ୍କ ଶ୍ରୀଚରଣ ଅନନ୍ତ କୋଟି ପ୍ରଣାମ। ରଶ୍ମି ସାରଙ୍କୁ ପ୍ରଣାମ, ସେଭେନ୍ସି ପରିବାର ସମସ୍ତଙ୍କୁ ମୋର ପ୍ରଣାମ। ମୁଁ ଆଜି ଯୋଉ ପୋଜିସନ ଅଛି କେବଳ ଗୁରୁଜୀ ଆପଣଙ୍କ ପାଇଁ ମୁଁ ପାଇପାରିଛି। ପ୍ରତିଟି ସମୟରେ ଦିନରେ ମଧ୍ୟ ମୁଁ ବହୁତ ସମୟରେ ଆପଣଙ୍କୁ ମନେ ପକାଉ। ମୁଁ ଖୁସି ବି ହୁଏ, ମୁଁ ଏମିତି ଗୁରୁଜୀ ଜଣଙ୍କୁ ପାଇଛି ଯାହା ପାଇଁ ମୁଁ ବହୁତ ଉନ୍ନତି କରିପାରିଛି, ନିଜକୁ ସଜାଡି ପାରିଛି, ସୁସ୍ଥ ରହିପାରିଛି, ବହୁତ କିଛି ମୁଁ ପାଇଛି। ଆଉ ଯୋଉ ପୋଜିସନରେ ଅଛି, ଯେତିକି ମୁଁ ସ୍ନେହ ଶ୍ରଦ୍ଧା ପ୍ରଶଂସା ବି ପାଉଛି ବାହାରୁ, କେବଳ ସେ ଆପଣଙ୍କ ଆଶୀର୍ବାଦରୁ ପାଉଛି। ମୁଁ ତ ଦିନ ଥିଲା ମୁଁ ବିଛଣାରେ ପଡି ପଡି ରହୁଥିଲି, ଆଜି ମୁଁ ଯାହା ବି କରୁଛି ମୁଁ କେବଳ ଆପଣଙ୍କ ଆଶୀର୍ବାଦରେ ହିଁ କରିପାରୁଛି। ମୋ ଝିଅ ବି ଠିକ ଠାକ ଅଛି, ପରିବାର ବି ଭଲ, ସବୁକିଛି ମୁଁ ଭଲ ପାଇଛି ଗୁରୁଜୀ। ମୁଁ ଏତେ କିଛି ପାଇଛି ଯେ ମୁଁ ଭାଷାରେ ମୁଁ ପ୍ରକାଶ କରିପାରୁନି ମୁଁ ଯାହା ପାଇଛି। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ପାଇଁ ମୁଁ ଆପଣଙ୍କ ସହିତ ଯୋଡି ହେଇକି ରହିପାରୁନି, କିନ୍ତୁ ମୁଁ ପ୍ରତିଦିନ ବହୁତ ଥର ମନେ ପକାଉଛି। ଆଉ ସକାଳ ସନ୍ଧ୍ୟା ବେଳେ ପ୍ରାର୍ଥନା ସମୟରେ ଆପଣଙ୍କ ଠାରୁ ମୁଁ ଆଶୀର୍ବାଦ ହିଁ ନଉଛି, ନେଇକି ମୋ କାମରେ ମୁଁ ଯାଉଛି। ସୁସ୍ଥ ରହିଛି, ସମ୍ମାନ ପାଇଛି, ଆର୍ଥିକ ଉନ୍ନତି ହେଇଛି, ସବୁ ଦିଗରେ ମୋର ଉନ୍ନତି ହେଇଛି। ମୋ ଜୀବନରେ ଆପଣଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁତ ବହୁତ ଧନ୍ୟବାଦ ପଦ୍ମିନୀ ମ୍ୟାଡାମ, ଆପଣଙ୍କୁ ମଧ୍ୟ ପବିତ୍ର ଗୁରୁ ଦିବସର ଅନେକ ଅନେକ ଅଭିନନ୍ଦନ। ଆପଣ ମଧ୍ୟ ଗୁରୁମା ଅଛନ୍ତି, ସ୍କୁଲରେ ଟିଚର ଅଛନ୍ତି, ଆପଣଙ୍କଠୁ ମଧ୍ୟ ପିଲାମାନେ ଅନେକ ଇନ୍ସପିରେସନ ପାଉଛନ୍ତି, ଆଉ ସେମାନେ ମଧ୍ୟ ଉନ୍ନତି କରିଛନ୍ତି। ଆଉ ଯାହା ଆପଣ ମାନେ ବିଛଣାରେ ପଡି ପଡି ରହୁଥିଲେ, ଦେହ ଭଲ ନଥିବା କାରଣରୁ ଏବେ ସୁସ୍ଥ ହେଇସାରିଛନ୍ତି, ପ୍ରତ୍ୟେକ ମୁହୂର୍ତ୍ତରେ ଫଲୋ କରୁଛନ୍ତି। ସେଥିପାଇଁ ଜାଣିକି ବହୁତ ଖୁସି ଲାଗିଲା। ମୁଁ ବହୁତ ଖୁସି ଯେ ଆପଣ ଫଲୋ କରୁଛନ୍ତି, କାରଣ ଫଲୋ କରିବାଟା ସହଜ କଥା ନାହିଁ, ମାନିବାଟା ସହଜ କଥା ନାହିଁ। ଆପଣ ମାନୁଛନ୍ତି ଆଉ ତାର ରିଜଲ୍ଟ ମଧ୍ୟ ପାଉଛନ୍ତି, ଜାଣିକି ବହୁତ ଖୁସି ଲାଗିଲା ମ୍ୟାଡାମ। ଖୁସି ରୁହନ୍ତୁ, ସୁସ୍ଥ ରୁହନ୍ତୁ, ବିନ୍ଦାସ ରୁହନ୍ତୁ। ମୋ ପିଲାଙ୍କୁ ବି ଶିଖଉଛି, ଆପଣଙ୍କଠୁ ଯାହା ଶିଖୁଛି ମୋ ପିଲାଙ୍କୁ ବି ଶିଖଉଛି ଗୁରୁଜୀ। ବହୁତ ବଢିଆ ମ୍ୟାଡାମ, ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ଓକେ, ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ଆପଣଙ୍କ ବହୁମୂଲ୍ୟ ଅଭିଭାଷଣ ରଖିଥିବାରୁ। ନେକ୍ସଟ ଯିବା ଆମେ ଗୌର ହରି ନାୟକ ସାରଙ୍କ ପାଖକୁ, ତାପରେ ନୀଲମୋହନ ସାରଙ୍କ ପାଖକୁ। ୟେସ୍, ଗୌର ହରି ସାର୍ ଅନମ୍ୟୁଟ ହେଇଯିବେ। ଗୁରୁଜୀ ପ୍ରଣାମ। ସାର୍ ଜୟ ଜଗନ୍ନାଥ। ସେଭେନ୍ସି ପରିବାର ରଶ୍ମି ସାରକୁ, ସମସ୍ତ ଷ୍ଟାଫକୁ ମୋର ହୃଦୟରୁ କୋଟି କୋଟି ପ୍ରଣାମ। ଆଜି ଏ ପବିତ୍ର ଦିନରେ ଆପଣ ୟେସ୍, କାଣା କୁହନ୍ତୁ ସାର୍। ଆଜି ଆଜି ଭଳି ପବିତ୍ର ଦିବସରେ ସାରା ଭାରତର ଲୋକମାନେ ଯେଉଁ ଗୁରୁକୁ ମନେ ପକାଉଛନ୍ତି, ଆଜି ଆମ ନିକଟରେ ପାଖରେ ପାଇଥିବା ଗୁରୁଙ୍କୁ ଆଜି ଆମେ ପାଖରୁ ଦେଖିପାରୁଛୁ, କଥା ହେଇପାରୁଛୁ। ସେଥିପାଇଁ ଆଉ ଥରେ ଗୁରୁଜୀଙ୍କୁ ହୃଦୟରୁ ମୋର କୋଟି କୋଟି ପ୍ରଣାମ, ପାଦ ତଳେ ଆପଣଙ୍କର। ବିଶେଷ କିଛି ଦିନ ପୂର୍ବରୁ ଗୁରୁଜୀ, ମୋର ଜଣେ ହାଇସ୍କୁଲ ଟିଚର ସୌଭାଗ୍ୟ ଚନ୍ଦ୍ର ଗଣନାୟକ, ଏଇ 6-7 ଦିନ ପୂର୍ବରୁ ସେ ତାଙ୍କର ଫୋନ ଲଗେଇଥିଲେ ମତେ। ସେ ମତେ ପଚାରିଥିଲେ ଯେ ଗୌର ହରି, ତମେ ଏବେ କେମିତି ଅଛ, ଆଉ କଣ ଯୋଉ କଲେଜରେ ଅଛ ସେ କଲେଜ କେବେ ସରକାରୀ ହେଇଗଲାଣି? ମୁଁ କହିଥିଲି ହଁ ସାର୍, ହେବାକୁ ଯାଉଛି।
ସାର୍ କହିଲେ ଖୁବ ଶୀଘ୍ର ସେ ସରକାରୀ ମାନ୍ୟତା ତମେ ପାଇଯାଉଛ। କାରଣ ତାଙ୍କ ସହିତ ମୁଁ ପାଖାପାଖି ସପ୍ତମ କ୍ଲାସରୁ ପିଜି ପର୍ଯ୍ୟନ୍ତ ତାଙ୍କ ସହିତ ଖାଉଥିଲି, ପିଉଥିଲି, ଶୋଉଥିଲି। ତାଙ୍କ ପୁରା ସେବାରେ ବ୍ରତ ଥିଲି, ତାଙ୍କ ସେବାରେ ଥିଲି। ଆଉ ସେ ଗୁରୁଙ୍କର ବହୁତ ଆଶୀର୍ବାଦ ଥିଲା ବୋଲି ମୁଁ ଏବେ ଅନୁଭବ କରୁଛି। ଆଉ ତାପରେ ପରେ ଏଇ 2 ବର୍ଷ ହେଲା ଆପଣଙ୍କର ଆଶୀର୍ବାଦରେ ଏତେ ମାତ୍ରାରେ ବଢି ଯାଇଛି ଯେ ସେଇ ଆଶୀର୍ବାଦ ଟା କୌଣସି ବହିରେ ବି ଲେଖା ନାହିଁ। ଅଲିଖିତ ଭାବରେ, ଅଦୃଶ୍ୟ ଭାବରେ ସବୁ ଆଶା ପୂରଣ ହେଇଯାଉଛି, ଧୀରେ ଧୀରେ ବହୁତ ପୂରଣ ହଉଛି। ମୁଁ ଯୋଉଟା କେବେ ଭାବି ପାରୁନଥିଲି, କେବେ ବି ଭାବିନଥିଲି ସେମିତି କେବେ ମୋ ଜୀବନରେ ଆସିବ କି ଏସବୁ ପୂରଣ ହେଇ ହେଇ ଚାଲିଯିବ ବୋଲି। ଗୋଟିକ ପରେ ଗୋଟେ, ଗୋଟେ ପରେ ଗୋଟେ, ମାନେ ଯୋଉ ଗୁଡାକ ମୁଁ କେବେ ଭାବିନଥିଲି। ଆଉ ପିଲାମାନଙ୍କୁ ତ କଲେଜରେ ପିଲାଙ୍କୁ ପାଠ ପଢେଇଲା ବେଳେ ଆପଣଙ୍କର ପ୍ରତ୍ୟେକଟି କଥାକୁ ମୁଁ ମନେ ପକାଏ, ଆଉ ପିଲାଙ୍କୁ ପଜିଟିଭ ସେନ୍ସ ରେ ପାଠ ପଢାଏ, ପଜିଟିଭଲି ତାଙ୍କୁ ଆନ୍ସାର ଦିଏ, ଆଉ ପଜିଟିଭ ଭାବରେ ବି ଗାଳି ଦିଏ। ଯୋଉଗୁଡାକ ପିଲାମାନେ ସେ ଭାବି ପାରନ୍ତିନି ସାର୍ ଗୋଟେ ଗାଳି ଦଉଛନ୍ତି ନା, ସେ ଶୁଣୁଥାନ୍ତି, ମନ ଧ୍ୟାନ ଦେଇ ଶୁଣନ୍ତି, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କ ପାଇଁ ଗୋଟେ ଲେସନ ଯାଏ, ଯୋଉ ଲେସନ ଟି ସେମାନେ ଅନେକ ସୁଧାର ଆଣନ୍ତି। ସେଥିପାଇଁ ଯୋଉ ଲେସନ ଟି ପାଇଛି କେବଳ ଆପଣଙ୍କର ଆଶୀର୍ବାଦ, ବହୁତ ଗୁରୁତ୍ୱପୂର୍ଣ୍ଣ ଆଶୀର୍ବାଦ, ଯୋଉ ଆଶୀର୍ବାଦ ସେଭେନ୍ସି ପରିବାରର ସମସ୍ତ ସଦସ୍ୟ ପାଇଛନ୍ତି, କିନ୍ତୁ ତା ଭିତରେ ମୁଁ ମଧ୍ୟ ବହୁତ ପାଇଛି ବୋଲି ଆଶା ରଖୁଛି। ଗୁରୁଜୀ, ଆପଣ ଆପଣ ଯଦି ନ ଆସିଥାନ୍ତେ ଆମ ଲାଇଫରେ, ମାନେ ଅନେକ କିଛି ପରିବର୍ତ୍ତନର ବାଧା ଉପୁଜିଥାନ୍ତା, ମୁଁ ଭାବୁଛି ସେୟା। କିନ୍ତୁ ଯାହା ହଉ, ଏସବୁ ପରିବର୍ତ୍ତନ ପାଇଁ ଆପଣ ପୁରା ଗୁରୁ ଦାୟିତ୍ୱ ନେଇକି ଗୁରୁଜୀ ଭାବରେ ଆପଣ ଆମ ଉପରେ ବହୁତ ବହୁତ ଆଶୀର୍ବାଦ ଦଉଛନ୍ତି। ଯୋଉ ଆଶୀର୍ବାଦ ଗୁଡାକ ଆମ ପରିବାରର ସମସ୍ତ ସଦସ୍ୟ ସୁସ୍ଥ, ଖୁସି, ଆନନ୍ଦ ରହୁଛୁ ଆମେ। ଗୁରୁ ସେତିକି କହି ମୋର ବହୁତ ବକ୍ତବ୍ୟ। ଧନ୍ୟବାଦ ଗୌରହରି ସାର୍। ଆପଣ ମଧ୍ୟ ଗୁରୁ ଅଛନ୍ତି, ଆପଣ ମଧ୍ୟ ପିଲାମାନଙ୍କୁ ପଢଉଛନ୍ତି କଲେଜରେ। ଆଉ ଆଜ୍ଞା। ଆପଣ ମଧ୍ୟ ପବିତ୍ର ଗୁରୁ ଦିବସର ଅନେକ ଅନେକ ଅଭିନନ୍ଦନ। ଯାହା ହଉ ଆପଣ 2 ବର୍ଷ ହେଲା ଫଲୋ କରୁଛନ୍ତି, 2 ବର୍ଷ ହେଲା କନେକ୍ଟେଡ ଅଛନ୍ତି, ମାନୁଛନ୍ତି ଯାହା କୁହାଯାଉଛି। ଆଉ ଆପଣ ମଧ୍ୟ ଇମ୍ପ୍ରୁଭ କରୁଛନ୍ତି, ଆପଣ ମଧ୍ୟ ସୁସ୍ଥ ଅଛନ୍ତି। ଆପଣ କନେକ୍ଟ ହେଇଥିଲେ, ଆପଣଙ୍କର ପରିବାରକୁ ମଧ୍ୟ କନେକ୍ଟ କରିସାରିଲେ। କିଏ 9th ରେ, କିଏ 10th ରେ, କିଏ 11th ବେଚ୍ ରେ ସବୁ ଆସିଲେ। ଓକେ, ତ ବହୁତ ବହୁତ ଧନ୍ୟବାଦ। ତ ଏମିତି କାମ କରୁ ଚାଲିଥାନ୍ତୁ। ଆଉ ସମାଜ କେମିତି ଆମେ ପ୍ରୟାସ କରିବା, ଅଳ୍ପ କିଛି ହଉ ବରଂ ଗୁଣ୍ଡୁଚିମୂଷା ଭଳିଆ କାମ କରି ଚାଲିବା। ଯେମିତି ଆମେ ପ୍ରୟାସ କରୁଛେ, ମୁଁ କରୁଛି, ଆପଣ କରୁଛନ୍ତି, ଆମେ ସମସ୍ତେ କରୁଛେ, ସେମିତି ସମାଜରେ ସୁଧାର ଆଣିବା ପାଇଁ ପ୍ରଥମେ ନିଜ ଉପରେ, ତାପରେ ସମାଜ ଉପରେ କେମିତି ପ୍ରଭାବ ପକେଇ ପାରିବା, ସେ ଉପରେ କାମ କରୁଛେ। ତ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ତ ବହୁତ ବହୁତ ଧନ୍ୟବାଦ ସାର୍। ବର୍ତ୍ତମାନ ଯିବା ଆମେ ନୀଲୁ ମୋହନ ସାରଙ୍କ ପାଖକୁ, ତାପରେ ଲକ୍ଷ୍ମୀପ୍ରିୟା ମ୍ୟାଡାମ। ଗୁରୁ ଗୁରୁଜୀ ପ୍ରଣାମ। ପ୍ରଣାମ ସାର୍। ୟେସ୍। ଜୟ ଜଗନ୍ନାଥ। ନୀଲମୋହନ ସାର୍, ଜୟ ଜଗନ୍ନାଥ। ଯାଉ ମୁଁ ବହୁତ ଖୁସି ଆପଣଙ୍କୁ ଗୁରୁ ଉପରେ ପାଇ। ଆଉ ମୋର ଯାଇ ଭୁଲ ଭାଲ ଥିଲା ଟିକେ କ୍ଷମା କରିବେ। ଏବେ ଏବେ ସୁଧୁରି ଯାଇଛି ଗୁରୁଜୀ। ବହୁତ। ଆଉ ମୋର ବି ପଇସା ପତ୍ର ଯାହା ବହୁତ ଗୁଡ଼େ ବାକି ବୁକର ଥିଲା, ଏବେ ସବୁ ଆସ୍ତେ ଆସ୍ତେ ରିକଭରି ହେଇଯାଉଛି। ଆଉ ବହୁତ କିଛି ଉନ୍ନତି କରି ଚାଲୁଛି ଆଗକୁ। ଆଉ ଗୋଟେ ଗୁରୁଜୀ ସାରେ, ଆଉ ଗୋଟେ ବି ଯାହା ହଉ ଯେତିକି ଶିକ୍ଷା ଦଉଛନ୍ତି, ଆମେ ବହୁତ ଯାହା ଭୁଲ ଭାଲ କରୁଥିଲୁ, ଆମର ଟିକେ ସୁଧୁରି ଯାଉଛି ସବୁ। ବହୁତ ଆପଣ କଥା ମାନି ଚଳୁଛୁ, ଆଉ ଯେମିତି ବୁଝାସୁଝା କରି ସବୁ ରହୁଛୁ। ଫ୍ୟାମିଲି ଟିକେ ଏଇ ମଝିରେ ଟିକେ ଇଏ ହେଇଯାଇଥିଲା, ତାଙ୍କୁ ଯାଇ ଆସ୍ତେ ଆସ୍ତେ ତାକୁ ଟିକେ ସୁଧାରିଛି ଏବେ। ବହୁତ ଆଉ ଗାଡି ଟା ବି ସେମିତି ଆଣିବାର ନଥିଲା, ହଠାତ୍ ଗୋଟେ ପଇସା ଜଣଙ୍କର ଥିଲା, ଦେଇଥିଲା ପେମେଣ୍ଟ 5 ଲକ୍ଷ ଟଙ୍କା, 15 ଲାକ୍ସ ନେଇଥିଲା, ଆଜ୍ଞା। ସେ ଗୋଟେ ଦିନରେ ଦେଇଦେଲା। ସେ ଯାହା ବି ଗାଡି ଟା ଗୋଟେ ହୁଣ୍ଡାଇ ଭରନା କାର କିଣି ପାରିଲି। ବହୁତ ବଢିଆ ସାର୍, ଅନେକ ଅନେକ ଅଭିନନ୍ଦନ ସାର୍। ଜଷ୍ଟ 4 5 ଦିନ ପୂର୍ବରୁ ପୋଷ୍ଟ କରିଥିଲେ ନା। ବହୁତ ବଢିଆ, ଖୁସିର କଥା। ବହୁତ ଶିକ୍ଷା ପାଉଛୁ, ଆମକୁ ସବୁବେଳେ ଏମିତି ଯୋଡି ରଖିଥାନ୍ତୁ, ଆଉ ଯେତେ ପ୍ରୋଗ୍ରାମ ହଉଛି ଆମକୁ ସବୁବେଳେ ଏଟା ଜଣାନ୍ତୁ। ଆଉ ବହୁତ ବହୁତ ଆଜି ଗୁରୁ ଦିବସରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ନୀଲମୋହନ ସାର୍ ମାନେ ଆପଣ ମତେ ଭାବ ବିହ୍ୱଳ କରିଥିଲେ। ଭାବ ବିହ୍ୱଳ
ମାନେ ସବୁ କ୍ଷେତ୍ର ଯଦି ଦେଖିବାକୁ ଯିବା ଲାଇଫ କୁ ଆପଣ ଅଧିକା ଦେଖିଛନ୍ତି, ବୟସରେ ଆପଣ ବହୁତ ବଡ ଅଭିଜ୍ଞତା ଆପଣଙ୍କର, ଅନେକ ଗୁଡାଏ କ୍ଷେତ୍ରରେ ଆପଣ ଅନେକ ଲେଭେଲ ଉପରେ ଥାଇ ମଧ୍ୟ ଏତେ ବଡ ପବ୍ଲିକ ପ୍ଲାଟଫର୍ମରେ କ୍ଷମା ପ୍ରାର୍ଥନା କରିବା ସହଜ କଥା ନାହିଁ ସାର୍। ଆଉ ପ୍ରଥମ ପଦ ଆପଣଙ୍କର ଥିଲା ଯେ ଯାହା କିଛି ବି ଭୁଲ କରିଛି କ୍ଷମା କରିଦିଅନ୍ତୁ, ମୁଁ ବର୍ତ୍ତମାନ ସୁଧୁରି ଗଲିଣି। ମାନେ ସହଜ କଥା ନାହିଁ, ଏତେ ବଡ ପ୍ଲାଟଫର୍ମରେ କହିପାରିଛନ୍ତି। ଯୋଉ ପରିବର୍ତ୍ତନ ଆପଣଙ୍କ ଭିତରେ ଆସିଛି ଜାଣିକି ବହୁତ ଖୁସି ଲାଗିଲା। ଆଉ ଆପଣଙ୍କର ମନି ମଧ୍ୟ ଆସି ଯାଉଛି କୁଆଡେ କୁଆଡେ ଯୋଉଠି ଦେଇଥିଲେ ସବୁ ଆସି ଯାଉଛି ଜାଣିକି ଖୁସି ଲାଗିଲା। ତା ସହିତ କାର୍ ମଧ୍ୟ କରିଛନ୍ତି। ଆଉ ବହୁତ ବଢିଆ ସାର୍, ବହୁତ ବଢିଆ। ଆଉ ବହୁତ କିଛି ଆଚିଭ୍ କରୁଛନ୍ତି ଆପଣ, ଆଗକୁ ବହୁତ କିଛି କରୁଛନ୍ତି, ଆଗକୁ ମାଡି ଚାଲନ୍ତୁ। ଯାହା ହେଇଥିଲା ହେଇଥିଲା, ଆଗକୁ ମାଡି ଚାଲନ୍ତୁ। ଆମେ ତ ପ୍ରୟାସ କରୁଛେ, ରାତିରେ ମଧ୍ୟ ଆମେ କନେକ୍ଟ ହଉଛେ ଗୁରୁବାରକୁ ଗୁରୁବାର। ଆଉ ତା ସହିତ ଯାହା କିଛି ବି ଶିଖୁଛେ, ଦେଖୁଛନ୍ତି ନା ରେଜଲ୍ଟ କେମିତି ଆସୁଛି ଫଲୋ କରିବା ଦ୍ୱାରା। ବୁଝିପାରିଲ, ମାଡି ଚାଲନ୍ତୁ ସାର୍, ମାଡି ଚାଲନ୍ତୁ। ଇଟ୍ସ ଓକେ, ବହୁତ ବଢିଆ। କହିବାକୁ ଥିଲା କିନ୍ତୁ କହିପାରୁନି ଗୁରୁଜୀ, ମାନେ ଆଖିରୁ ଲୁହ ଆସିଯାଉଛି। ଠିକ ଅଛି, ଆଉ ଥରେ ଆସିବେ କହିବେ, କହିଦିଅନ୍ତୁ, ହାଲକା ହେଇଯିବ। ଓକେ। ଇଟ୍ସ ଓକେ ସାର୍, ଇଟ୍ସ ଓକେ। ଯାହା ହେଇଥିଲା ହେଇଥିଲା। ବର୍ତ୍ତମାନ ଆଗକୁ ବହୁତ କିଛି କରିବାର ଅଛି, ବହୁତ କିଛି କରିବାର ଅଛି, ବହୁତ କିଛି କରିବାର ଅଛି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସାର୍। ଜୟ ଜୟ। ଓକେ, ବହୁତ ବହୁତ ଧନ୍ୟବାଦ ନିଲୁ ସାର୍। ବର୍ତ୍ତମାନ ଯିବା ଲକ୍ଷ୍ମୀ ପ୍ରିୟା ମ୍ୟାଡମଙ୍କ ପାଖକୁ, ତାପରେ ସୁନୀଲ ସାର୍ଙ୍କ ପାଖକୁ। ୟେସ୍, ଲକ୍ଷ୍ମୀ ପ୍ରିୟା ମ୍ୟାଡମ ଅନମ୍ୟୁଟ୍ ହେଇଯିବେ। ନମସ୍ତେ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମାନେ କହିପାରୁନି କରୁଛି ମାନେ ଭାଷାରେ, ମାନେ ଆପଣ ମାନେ ଏତେ ମାନେ ମହାନ ଗୁରୁ ମୁଁ ପାଇଛି ମୋ ଜୀବନରେ। ବହୁତ ଗୁରୁଙ୍କ ସଂସ୍ପର୍ଶରେ ଆସିକି ମୁଁ ବହୁତ ଜିନିଷ ଶିଖିଛି ମୋ ପର୍ସନାଲ ଲାଇଫ, ପ୍ରଫେସନାଲ ଲାଇଫ। କିନ୍ତୁ ମୁଁ ଏତେ ଭାଙ୍ଗି ପଡିଥିଲି ମୋ ଏଇ ପୁଅ ପାଇଁ କେମିତି ଟିକେ ଆସିବ, କିନ୍ତୁ ଆପଣଙ୍କ ଆଶୀର୍ବାଦରୁ ମାନେ ବହୁତ ଚେଞ୍ଜେସ୍ ଆସିଛି। ମାନେ ମୋର ଲାଇଫ ହଉଛନ୍ତି ଏଇ 2 ଜଣ। ଆଉ ତେଣୁ ମୋ ଲାଇଫ ସହିତ ଯାହା ଘଟିଗଲା। ମୁଁ ଆପଣଙ୍କୁ କେବେ କିଛି ସେ ବିଷୟରେ ସେୟାର କରିନି, ତଥାପି ଆପଣ ଅଳ୍ପ ବହୁତ ଜାଣିଥିବେ। ତେଣୁ ମୁଁ ମାନେ ନିଜକୁ ବହୁତ ଧନ୍ୟ ମନେ କରୁଛି ଆପଣଙ୍କୁ ପାଇକି। ବହୁତ ମାନେ ଡିପ୍ରେସନରେ ରହୁଥିଲି। ମାନେ ସମୟ ବି ମତେ ଗୋଟେ ଗୋଟେ ମିନିଟ ମୋ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ତା ଭିତରେ ବି କର୍ମ କ୍ଷେତ୍ରରେ ବି ମୋର ସମୟ ବିତି ଯାଉଥିଲା, କିନ୍ତୁ ତା ଭିତରେ ବି ମୁଁ ବହୁତ ମାନେ ଡିପ୍ରେସନ ଥିଲି, କେମିତି ପିଲାଦିନକୁ ମଣିଷ କରିବି। ଆଉ କିନ୍ତୁ ଆପଣଙ୍କ ସହିତ ସଂସ୍ପର୍ଶରେ ଆସିକି ବହୁତ କିଛି ଶିଖିଛି। ମୋର ବହୁତ ନେଗେଟିଭ ଜିନିଷ ମୋ ମାଇଣ୍ଡ ରୁ ଚାଲି ଯାଇଛି। ସବୁବେଳେ ମୁଁ ପଜିଟିଭ ରହୁଛି। ଆଉ କେବେ ବି ମାନେ ମନ ଦୁଃଖ, ଯେବେ ବି ମନ ଦୁଃଖ ମୋର ହୁଏ, ମୁଁ ଭାଙ୍ଗି ପଡେ। ଆପଣ ମୋ ପୁଅ ଦିବ୍ୟ ଶକ୍ତି କ୍ଲାସ କରିଛି, ସେଥିରେ ଯୋଉ ପ୍ରେୟାର ଆପଣ ଦେଇଛନ୍ତି, ମୁଁ ସେ ପ୍ରେୟାର ଟା ଶୁଣିଦିଏ। ମୋ ମନ ଟା ଏତେ ହାଲକା ହେଇଯାଏ। ଆଉ ଆପଣଙ୍କର ପ୍ରତ୍ୟେକଟି କଥାକୁ ମୁଁ ମନେ ପକାଏ। ପ୍ରତ୍ୟେକଟି କଥା କୁ ମନେ ପକେଇକି ମୋ ମନ ପୁରା ହାଲକା ହେଇଯାଏ। ଆଉ ମୁଁ ସବୁ ଭୁଲିଯାଏ। ଆଉ ମୁଁ ଗୁରୁଜୀ ମାନେ ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଛି। ଦିନକୁ ମାନେ ମାସକୁ ମାନେ 200 ଲୋକଙ୍କ ସଂସ୍ପର୍ଶରେ ମୁଁ ଆସୁଥିଲି। ମୁଁ ଗୋଟେ ମିଶନ ଶକ୍ତି ଡିପାର୍ଟମେଣ୍ଟରେ କାମ କରୁଛି। ତ ବହୁତ ସାରା ମିଟିଂ ରହୁଛି। ତ ସେଠି ଯେତେବେଳେ ଯୋଉ ପ୍ରୋବ୍ଲେମ ସବୁ ଆସେ, ଯୋଉଟା ମୋ ଦ୍ଵାରା ମାନେ ମତେ ସଲ୍ଭ କରିପାରେନି, ମୁଁ ସେତେବେଳେ ଆପଣଙ୍କ କଥା ସ୍ମରଣ କରିକି ଆପଣଙ୍କ ଆଡଭାଇସ ଗୁଡା ସେଠି ସବୁ କହି ପକାଏ। ସେ ସବୁ ଚୁପ୍ ହେଇଯାଆନ୍ତି, ସବୁ ଚୁପ୍ ହେଇଯାଆନ୍ତି। ଏବେ ଗୋଟେ ଏକ୍ସପିରିଏନ୍ସ ଶୁଣନ୍ତୁ। ଟିକେ 2 ପଦ କହୁଛି। ଗୋଟେ ଆଜ୍ଞା ପ୍ରୋବ୍ଲେମ ହେଇଥିଲା, ବିଡିଓ ସାର୍ ବି ରାଗିକି ଉଠିକି ପଳେଇଲେ। ଆଜ୍ଞା ଆମର ବ୍ଲକ ର ଚେୟାରମ୍ୟାନ ବସିଥିଲେ, ବିଡିଓ ସାର୍ ବସିଥିଲେ, ସମସ୍ତେ ବସିଥିଲେ। ଆଉ ଗୋଟେ ଏସଏଚଜି ର ଝଗଡା ଥିଲା। ଆଉ ସେ ସଲ୍ଭ କଲେ, ମାନେ ଶୁଣିଲେନି, ଉଠିକି ପଳେଇଲେ। ତାପରେ ମୋର ଟିକେ ଭୟ ଥିଲା ବିଡିଓ ସାରଙ୍କ ସାମ୍ନାରେ ଟିକେ ବଡ ପାଟିରେ କଥାବାର୍ତ୍ତା କରିବା, ଯେମିତି ସାର୍ ପଳେଇଲେ। ତାପରେ ଜୋରେ ଟେବୁଲ ଟାକୁ ବାଡେଇକି ଚୁପ୍, ମୁଁ କହିଲି ସମସ୍ତେ ଚୁପ୍ ରୁହ।
ଆଉ ଚେୟାରମ୍ୟାନ ହେଲେ ସମସ୍ତେ ହସିଲେ। ମୁଁ କହିଲି କେହି ବି ପାଟି ଫିଟେଇବେନି ମୋ କଥା ନ ସରିଲା ପର୍ଯ୍ୟନ୍ତ। ତାପରେ ଆପଣଙ୍କ କଥା ସବୁ ଯାହା ଯାହା ଶୁଣିଛି, ଯାହା ପଦେ ପଦେ ମନେ ଅଛି ତାକୁ ସବୁ କହିଲି। କହିଲା ପରେ ସେ ପୁରା ସାଇଲେଣ୍ଟ ହେଇଗଲେ। ସମସ୍ତେ ତାଙ୍କ ଭିତରେ ମିଳାମିଶା ହେଇଗଲେ। ପ୍ରୋବ୍ଲେମ ସର୍ଟ ଆଉଟ। ସେଠୁ ବିଡିଓ ସାର୍ ଡାକିଲେ, କହିଲେ କଣ ପ୍ରୋବ୍ଲେମ ସର୍ଟ ଆଉଟ ହେଇଗଲା? ସାର୍ ବି ସିସିଟିଭି ରେ ଦେଖୁଛନ୍ତି ସବୁ। ସେଠୁ କହିଲେ ହଁ ମୁଁ ଦେଖୁଥିଲି, ଆଉ ତ ଶୁଣି ପାରୁନଥିଲି କଣ ତମେ ସବୁ କହିଲ। ଆଉ ସେ ଏତେ ଜୋରରେ ସବୁ ଗହଳି କରୁଥିଲେ, ସବୁ ଚୁପ୍ ହେଇଗଲା, ପୁଣି ସଲ୍ଭ ହେଇଗଲା। ମୁଁ କହିଲି ସାର୍ ସଲ୍ଭ ହେଇଗଲା। ମାନେ ବହୁତ ଖୁସି ଲାଗିଲା ଯେ ମାନେ ଆପଣଙ୍କର ପ୍ରତ୍ୟେକଟା କଥା ମାନେ ଯୋଉଠି ପ୍ରୋବ୍ଲେମ ଅଛି ମୁଁ ମନେ ପକେଇ ଦେଇକି କହିଦିଏ, ମୋ ପ୍ରୋବ୍ଲେମ ଟା ସବୁ ସଲ୍ଭ ହେଇଯାଏ। ଆପଣଙ୍କର ଆଶୀର୍ବାଦ ଏମିତି ଗୁରୁଜୀ ଥାଉ ମୋ ଉପରେ, ବିଶେଷ କରି ମୋ ପିଲାଙ୍କ ଉପରେ। ସେ ଦୁନିଆରେ ମୋର କିଛି ଦରକାର ନାହିଁ, ମାନେ ଆପଣଙ୍କ ଭଳିଆ ଗୋଟେ ଭଲ ମଣିଷ, ସେ ଆପଣଙ୍କ ଆଶୀର୍ବାଦରୁ ଭଲ ମଣିଷଟେ ସେ ହୁଅନ୍ତୁ ଦୁନିଆରେ, ଆଉ କିଛି ଦରକାର ନାହିଁ। ଧନ୍ୟବାଦ ଗୁରୁଜୀ। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଯାହା ହଉ ଆପଣ ଇନ୍ସପିରେସନ ପାଉଛନ୍ତି, ମନ ଭିତରେ ଆଉ ଡର ନାହିଁ, ଭୟ ନାହିଁ, ସାହସ ବଢିଗଲାଣି। ଆଉ ଆଜ୍ଞା। ଠିକ କୋଉଟା ଭୁଲ କୋଉଟା ଜାଣିପାରୁଛନ୍ତି, ପଜିଟିଭ କେମିତି ରହିବେ ଜାଣିପାରୁଛନ୍ତି, ସେ କାର୍ଯ୍ୟ କରି ଚାଲିଛନ୍ତି, ଜାଣିକି ବହୁତ ଖୁସି ଲାଗିଲା। ମାଡି ଚାଲନ୍ତୁ, ପିଲା ଦୁଇଟା ତ ଆପଣଙ୍କର ଦୁଇ ନୟନ, ନିହାତି ଭାବରେ ସେମାନେ ବହୁତ ଉନ୍ନତି କରୁଛନ୍ତି। ଥ୍ୟାଙ୍କ ୟୁ ମ୍ୟାଡ଼ାମ, ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବହୁତ ବହୁତ ଧନ୍ୟବାଦ ମ୍ୟାଡାମ। ବର୍ତ୍ତମାନ ଯିବା ସୁନୀଲ ସାରଙ୍କ ପାଖକୁ। ଗୁରୁଜୀ ପ୍ରଣାମ। ପ୍ରଣାମ ସାର୍, ଜୟ ଜଗନ୍ନାଥ। ଆଉ ରଶ୍ମି ସାହେବ ପ୍ରଣାମ। ଆମ ସର୍ଭିସ ଶିକ୍ଷକ ପରିବାରର ସମସ୍ତଙ୍କୁ ପ୍ରଣାମ। ଆଜି ଗୁରୁ ଦିବସରେ ସମସ୍ତଙ୍କୁ ନତମସ୍ତକ। ଯେମିତି ଆଗରୁ ଆମର ସାର୍ ମାନେ କହିଲେ କି ଲାଇଫରେ ତ ଗୁରୁଜୀ ନିହାତି ଜରୁରୀ। କାହିଁ ଯୋଉ ଟାଇପର ଆମେ ସିଚୁଏସନରେ କ୍ରିଏଟ କରୁଛନ୍ତି, ହଉଛି ଯୋଉ ଟାଇପର, ତ ପଥ ପଦକ ନ ରହିଲେ, ଗୁରୁ ନ ରହିଲେ ତ ଆମେ ଅ, କୌଣସି ଆଗକୁ ବଢି ପାରିବାନି ନା। ଆଉ ଆପଣ ଭଳିଆ ଯଦି ଗୁରୁ ମିଳିବେ, ଲାଇଫରେ ଆଉ କିଛି ଅସୁବିଧା ହବନି। ଯେମିତି ଆପଣ ଆଗରୁ ଆମେ ଜାଣିଥିଲେ କି ଯୋଉ 99 ସେକ୍ସନରେ କହିଥିଲେ, ଯେମିତି ଘୋଡାକୁ ଯଦି ଆମେ ଯଦି ବାନ୍ଧିକି ରଖିବା, ସେ ତାର ମାଇଣ୍ଡ ସେତିକି ରହିଲା, ଯଦି ସେ ଜାଣିନି ଯେ ତାର ପାୱାର କେତେ। କିନ୍ତୁ ଏଇ ଆମ ସେଭେନ୍ସ ପରିବାରରୁ ଆମେ ଶିଖିଛୁ ଯେ ପ୍ରକୃତିରେ ଘୋଡାର ପାୱାର ଅଛି, କିନ୍ତୁ ତାର ଖାଲି ବନ୍ଧା ହେଇଛି ଖାଲି ଗୋଟେ ନାଁକୁ। ତ ଯେମିତି ଅଛନ୍ତି ସେମିତି। ଆଉ ଏଇଠି ଯୋଉ କହୁଛନ୍ତି ଗୁରୁକୁ ନ ମଣିବ ମର, ଗୁରୁ ଯେ ସାକ୍ଷାତ ପରମ ଈଶ୍ୱର। ସେଇ ଏଇ ଆମେ ଏ ପ୍ରମାଣ ଲାଇଭ ଆମେ ଏଇ ସେଭେନ୍ସ ପରିବାରରୁ ମିଳୁଛୁ। ଆଉ ଆପଣଙ୍କୁ ବହୁତ କୋଟି କୋଟି ପ୍ରଣାମ। କାହିଁକି ଆପଣ ଆମକୁ ବହୁତ ରାସ୍ତା ବତେଇଛନ୍ତି ଲାଇଫରେ, ଯେମିତି ନିଜକୁ କେମିତି ଅପଡେଟ କରିବା, ନିଜେ କେମିତି ସୁଧୁରିବା, ଆମ ସହିତ କେମିତି ପରିବାରକୁ କେମିତି ସୁଧୁରିବା, ଏ ବହୁତ କିଛି ଆହିଁରେ ବହୁତ ଶିକ୍ଷା ମିଳୁଛି। ଆଉ ଏମିତିକା ପ୍ଲାଟଫର୍ମ ଅଲଗା କୋଉଠି ବି ମିଳିବନି, ମୁଁ ଯାହା ମାନେ ଇଏ କରୁଛି। ଆଉ ଆପଣ ଭଳିଆ ଗୁରୁ ଆପଣଙ୍କ ପାଖରେ ମୁଁ ଜାଣିନି କିଛି କଣ ଅଛି, ଆପଣଙ୍କ ପାଖରେ ବହୁତ ଶକ୍ତି ଅଛି। ଆପଣ ଆପଣଙ୍କୁ ଦେଖିଲେ ବହୁତ ଖୁସି ଲାଗୁଛି। ଆପଣଙ୍କ ପାଖରେ ବ୍ଲେସିଂ ଯୋଉ ଦଉଛନ୍ତି, ତା ଭିତରେ କିଛି ଗୋଟେ ଶକ୍ତି ଅଛି ରିଏଲି। ସେମାନେ ଫିଲିଂ କରୁଛନ୍ତି, ସେମାନେ କିଛି ନା କିଛି ପାଉଛନ୍ତି, ଆଉ ସେମାନଙ୍କର କିଛି ନା କିଛି ହଉଛି। ସବୁ ସେ ଭଗବାନଙ୍କର ଆଶୀର୍ବାଦ ସାର୍, ସେଇ ବିଶ୍ୱ ଶକ୍ତିଙ୍କର ଆଶୀର୍ବାଦ, ତାଙ୍କରି ଆଶୀର୍ବାଦରେ ହିଁ ସବୁ କିଛି ସମ୍ଭବ ହଉଛି। ନହେଲେ ମୁଁ ତ ଆପଣଙ୍କ ଭଳିଆ ଜଣେ ସାଧାରଣ ବ୍ୟକ୍ତି। ନିଶ୍ଚିତ ସାର୍, ଆପଣଙ୍କ ଭଳି ସାଧାରଣ ଶକ୍ତି, କିନ୍ତୁ ଆପଣଙ୍କ ପାଖରେ ବହୁତ କିଛି ଶକ୍ତି ଅଛି। ଯୋଉମାନେ ପାଇଛନ୍ତି ଆଉ ଯୋଉମାନେ ଫିଲିଂ କରୁଛନ୍ତି, ସେମାନେ ଜାଣିଛନ୍ତି, ବୁଝିଲେ। ଯୋଉମାନେ ମାନୁଛନ୍ତି ଆପଣଙ୍କ ଉପଦେଶକୁ, ସେମାନେ ପ୍ରକୃତରେ ଫିଲିଂ କରୁଛନ୍ତି କିଛି ଗୋଟେ ଅଛି। ତ ମୁଁ ବି ଆପଣଙ୍କର ବହୁତ କିଛି ମାନୁଛି। ଆଗରୁ ମତେ ଏତେ ଇଏ ଲାଗୁନଥିଲା, କିନ୍ତୁ ଧୀରେ ଧୀରେ ମୁଁ ସବୁ କିଛି ଅପଗ୍ରେଡ ହେଲେଣି। ମୁଁ ଜାଣିପାରୁଛି ଆପଣଙ୍କ ପାଖରେ କେତେ ଶକ୍ତି ଅଛି। ତ ଯୋଉମାନେ ମାନୁଛନ୍ତି, ସେମାନଙ୍କ ଲାଇଫରେ ବହୁତ କିଛି ଚେଞ୍ଜେସ୍ ଆସୁଛି। ଆଉ ମୋର ମଧ୍ୟ ଲାଇଫରେ ବହୁତ କିଛି ଚେଞ୍ଜେସ୍ ଆସିଛି। ମୁଁ ବି ବହୁତ ଉନ୍ନତି କରିଚାଲିଛି, ଉନ୍ନତି ପଥରେ ମୁଁ ବି ଆଗଉଛି। ଆଉ ମୁଁ ଭାବୁଛି ଏମିତି ଦୁନିଆରେ ସମସ୍ତେ ଆପଣଙ୍କ ଭଳିଆ ଗୁରୁ ମିଳନ୍ତୁ, ଆଉ ଆପଣ ସମସ୍ତେ ବି ଉନ୍ନତି କରନ୍ତୁ। ଏଇ ଗୁରୁ ଦିବସରେ ସମସ୍ତଙ୍କ ପାଇଁ ଉପଦେଶ ରହୁ କି ଆପଣଙ୍କ ଭଳିଆ ଗୁରୁ ବହୁତ
କମ୍ ତ ମିଳିବେ କିନ୍ତୁ ଲାଇଫରେ ସମସ୍ତଙ୍କୁ ମିଳିବା ଦରକାର ଆପଣ ଭଳିଆ ଗୁରୁ। ତାହେଲେ ଜୀବନରେ ଆହୁରି କିଛି ଆହୁରି ଅଧିକ କିଛି ସୁଧୁରିଯିବେ। ଆଉ ଅଧିକ ଯୋଉ ଅଛନ୍ତି ଆଉ ଜାଣି ପାରୁନାହାନ୍ତି ଲାଇଫରେ କେମିତି ବଞ୍ଚିବା କଣ କରିବା, ତା ଆପଣଙ୍କର ବହୁତ ଉପଦେଶରେ ମିଳେ। ସମସ୍ତେ ସମସ୍ତେ ଆଗକୁ ବଢିପାରିବେ, ଅପଗ୍ରେଡ ହେଇପାରିବେ ନିଜକୁ ନିଜେ। ଏତିକି କହୁଛି ଗୁରୁଜୀ। ବହୁତ ଆଉ ଆଗରୁ ତ ଆମେ କିଛି ଜାଣିନଥିଲୁ, କିଛି ବି ଆମେ ଏମିତି ଆପଣ ଭଳିଆ ଗୁରୁ ମିଳିବେ ବୋଲି ଆମେ ବି କିଛି ବିଶ୍ୱାସ ବି କରିପାରିନଥିଲୁ ଜାଣି ବି ନଥିଲୁ। ସେଭେନ୍ସି କଣ, ସେଭେନ୍ସି ପରିବାର କଣ, ସେଭେନ୍ସି 180 କଣ, ଆମେ ଏ ବିଷୟରେ ତ ଟୋଟାଲି ଜାଣିନଥିଲୁ। ଏବେ ଏ ଲାଇଫରେ ଏତେ ଇମ୍ପୋର୍ଟାଣ୍ଟ ବର୍ତ୍ତମାନ ଆମେ ମୁଁ ଭାବୁଛି ଏବେ 7C ହଉ କି 180 ହଉ ବହୁତ ସମସ୍ତଙ୍କ ଲାଇଫରେ ଇମ୍ପୋର୍ଟାଣ୍ଟ ଜାଣିବା ଜରୁରୀ। କଣ ଅଛି ସେ ଭିତରେ, କଣ ଜାଣି ମାନେ ଏତେ ରହସ୍ୟ ଅଛି ସେ ଭିତରେ, ବହୁତ କିଛି ସମସ୍ତେ ମାନେ ପ୍ରତ୍ୟେକ ଲୋକ ଜାଣିବା ଜରୁରୀ। ଏ କ୍ଲାସ ସମସ୍ତେ କରିବା ନିହାତି ଜରୁରୀ। ଏ ଭିତରେ କେତେ ରହସ୍ୟ ଅଛି। ନିହାତି ଭାବରେ ସାର୍, ଯିଏ ବୁଡ ପକେଇବେ 7C ରେ ସେ ହିଁ ଜାଣିପାରିବେ କଣ ଅଛି କଣ ନାହିଁ। ଆପଣ ମତେ ଭାବ ବିହ୍ୱଳ କରିଦେଲେ। ଆପଣଙ୍କ ଆଖିରୁ ଯେ ଅଶ୍ରୁ ବାହାରି ଯାଉଛି ସେଇଟା ହିଁ ବୋଧେ ଆନନ୍ଦାଶ୍ରୁ, ସେଇଟା ହିଁ ବୋଧେ ଭଲ ପାଇବା, ସେଇଟା ହିଁ ବୋଧେ ଉପହାର। ତ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଆପଣ ମଧ୍ୟ ସେଇ ବର୍ଷ 1.5 ବର୍ଷ ହେଲା ବୋଧେ କନେକ୍ଟେଡ ଅଛନ୍ତି। ଆଜ୍ଞା ଆଜ୍ଞା। ତ ମାନି ଚାଲନ୍ତୁ ସାର୍। କାରଣ ଫଲୋ କରିବାଟା ସହଜ କଥା ନାହିଁ, ତଥାପି ଆପଣ ମାନେ ଫଲୋ କରୁଛନ୍ତି ଜାଣିକି ବହୁତ ଖୁସି ଲାଗିଲା, ମାନୁଛନ୍ତି। ତ ସିମ୍ପଲି ବନ୍ଧୁଗଣ, ଯେତେ ଆପଣ ଅଧିକା ବିଶ୍ୱାସ କରିବେ ସେତେ ଅଧିକା ରେଜଲ୍ଟ ଆପଣ ପାଇବେ। ଦେଖନ୍ତୁ କିଛି ଜିନିଷ କଷ୍ଟ ହବ, ଓକେ, କଷ୍ଟ ନହେଲେ ତାର ମଜା ନାହିଁ ନା। କଷ୍ଟ ନେଲେ ମଜା ନାହିଁ। ଏବେ ସିମ୍ପଲ ଦେଖନ୍ତୁ, ମାନେ ଯଦି ଆମେ ରୋଷେଇ କରୁଛେ, ରୋଷେଇ କରିବା ପାଇଁ ଆମକୁ 1.5 ଘଣ୍ଟା 2 ଘଣ୍ଟା ପରିଶ୍ରମ କରିବାକୁ ପଡୁଛି, କିନ୍ତୁ ଖାଇବାକୁ କେତେ, ଜଷ୍ଟ 5 ମିନିଟ କଷ୍ଟ କରୁଛେ, ଓକେ। କିନ୍ତୁ ଯୋଉ 5 ମିନିଟ ଖାଉଛେ ସେ 5 ମିନିଟର ଆନନ୍ଦ ଗୋଟେ ଅଲଗା ଲେଭେଲର, ହଁ କି ନାହିଁ? ଆଁ? 5 ମିନିଟରେ ସରିଯାଉଛି କିମ୍ବା ମ୍ୟାକ୍ସିମମ୍ 10 ମିନିଟରେ ସରିଯାଉଛି ଖାଇବାଟା, କିନ୍ତୁ ପରିଶ୍ରମ 1.5 ଘଣ୍ଟା 2 ଘଣ୍ଟା ଆମକୁ କରିବାକୁ ପଡୁଛି। ଏଇ ତ ଲାଇଫ। ସିଚୁଏସନ ଆସିବ, ଟଫ୍ ରହିବ, ଓକେ, କିନ୍ତୁ ସେ ଭିତରୁ ଯୋଉ ମଜାଟା ମିଳିବ, ସେ ମଜା ଯିଏ ନେବା ଜାଣିଛନ୍ତି, ଯିଏ ନେବା ଶିଖିଛନ୍ତି, ନିହାତି ଭାବରେ ତାଙ୍କୁ ବହୁତ ହେଲ୍ପ କରିବ। ମାଡି ଚାଲନ୍ତୁ ଆଗକୁ। ଆପଣ ସଂସଦରେ ଯିଏ ଆସିଛି ସିଏ ପାରି ହେଇଯିବେ ଗୁରୁଜୀ। ସମସ୍ତେ ପାରି ହେଇଯିବେ। ତ ସେ ଉପରବାଲାଙ୍କର ଆଶୀର୍ବାଦ ସାର୍, ଭଗବାନଙ୍କର ଆଶୀର୍ବାଦ, ବିଶ୍ୱ ଶକ୍ତିଙ୍କର ଆଶୀର୍ବାଦ। କାରଣ କରିବା ଲୋକ ସେଇ, ଆମେ ତ କେବଳ ମାଧ୍ୟମ ମାତ୍ର, କରିବା ଲୋକ ସେଇ। ଥ୍ୟାଙ୍କ ୟୁ ଗୁରୁଜୀ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ସୁନୀଲ ସାର୍, ଥ୍ୟାଙ୍କ ୟୁ।